ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, କାଳ ବୈଶାଖୀ ପରେ ବଢ଼ିବ ଖରା, ସକାଳୁଆ ହୋଇପାରେ ସ୍କୁଲ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଡ଼ଙ୍କ ସୂଚନା। ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି। ଏହାକୁ ନେଇ ଖୁବ୍ ଶୀଘ୍ର ବିଭାଗ କରିବ ବୈଠକ। ପରବର୍ତ୍ତୀ ଖବର, ଯୁଦ୍ଧ ମଧ୍ୟରେ ବଡ଼ ଆଶ୍ୱସ୍ତି, ହଜାର ହଜାର ଟନ୍ ଏଲ୍‌ପିଜି ନେଇ ଭାରତ ଆସିଲା ଆଉ ଏକ ଜାହାଜ। ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟର ପରିସ୍ଥିତି ଭୟଙ୍କର। ହର୍ମୁଜ ପ୍ରଣାଳୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଭାରତ ଏଲ୍‌ପିଜି ସମ୍ପର୍କରେ ଆମେରିକା ସହିତ ଯୋଗାଯୋଗ କରିଥିଲା, ଯାହାର ରେଜଲ୍ଟ ଏବେ ଦେଖିବାକୁ ମିଳୁଛି। ଆମେରିକାର ଟେକ୍ସାସରୁ ଏକ ଜାହାଜ ପାଇକ୍ସିସ୍ ପାୟୋନିୟର ରବିବାର ସକାଳେ ମାଙ୍ଗାଲାରୁ ବନ୍ଦରରେ ପହଞ୍ଚିଛି। ଏହି ଜାହାଜରେ 16,714 ଟନ୍ ଏଲ୍‌ପିଜି ରହିଛି। ପରବର୍ତ୍ତୀ ଖବର, ରାଜଧାନୀରେ ସିଲିଣ୍ଡର ପିଛା 3ରୁ 4 ହଜାର ଟଙ୍କା, ଖାଉଟି କଲବଲ, କଳାବଜାରୀ ମାଲେମାଲ। ଭୁବନେଶ୍ୱରରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା 2,120 ଏବଂ ଡୋମେଷ୍ଟିକ୍ ଗ୍ୟାସ୍ ସିଲିଣ୍ଡର ପିଛା 939 ଟଙ୍କା ରହିଛି। କମର୍ସିଆଲ ଗ୍ୟାସ୍ ସଙ୍କଟ ଭିତରେ କିଏ 4,000ରେ ବ୍ଲାକ୍‌ରେ କିଣୁଛନ୍ତି ତ ଆଉ କିଏ 3,000 ଦେଇ ଘରୋଇ ଗ୍ୟାସ୍ ଆଣୁଥିବା କହିଛନ୍ତି। ପରବର୍ତ୍ତୀ ଖବର, ବିଷାକ୍ତ କ୍ଷୀର ନେଲା 16 ଜୀବନ, କ୍ଷୀର ପିଇଲେ ବାନ୍ତି ଆସିଲା, ପେଟ କାଟିଲା, ପରିସ୍ରା ବନ୍ଦ ହୋଇଗଲା। ଜଣଙ୍କ ପରେ ଜଣେ ଏମିତି 16 ଜଣ ବିଷାକ୍ତ କ୍ଷୀର ପିଇ ମୃତ୍ୟୁବରଣ କରିଛନ୍ତି। 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଡାଏଲିସିସ୍ ଚାଲିଛି। ସେମାନଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ଏହି ଅଘଟଣ ଘଟିଛି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ। ଆନ୍ଧ୍ରପ୍ରଦେଶର ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ପରବର୍ତ୍ତୀ ଖବର, ସରକାରଙ୍କ ବଡ଼ ଘୋଷଣା, ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ। ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ ଦେବେ, ସେଥିପାଇଁ ଶୁକ୍ରବାର ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ନିୟମିତ କରିଛନ୍ତି। ନିଯୁକ୍ତି ପାଇଥିବା ଦିନରୁ ହିଁ ସେମାନଙ୍କୁ ନିୟମିତ କରାଗଲା। ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ସେହିପରି ଆଗକୁ ଶିକ୍ଷା କ୍ଷେତ୍ରରେ ଯେତେବେଳେ ଶିକ୍ଷକ ନିଯୁକ୍ତି କରାଯିବ, ସମସ୍ତଙ୍କୁ ନିୟମିତ ଭାବେ ନିଯୁକ୍ତି ଦିଆଯିବ ବୋଲି ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ବଢ଼ିଲା ପେଟ୍ରୋଲ ଡିଜେଲ ଦର। ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ଭିତରେ ଶ୍ରୀଲଙ୍କାରେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼। ରବିବାର ପେଟ୍ରୋଲ ଡିଜେଲର ଦର 25% ବୃଦ୍ଧି ପାଇଛି। 2 ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦ୍ୱୀପଦେଶ ଶ୍ରୀଲଙ୍କାରେ ମହଙ୍ଗା ହୋଇଛି ଇନ୍ଧନ। ଦେଶରେ ନିୟମିତ ପେଟ୍ରୋଲର ମୂଲ୍ୟ ପୂର୍ବ ଲିଟର ପିଛା ଦର 317 ଟଙ୍କାରୁ 398 ଟଙ୍କାକୁ ବୃଦ୍ଧି କରାଯାଇଛି। ଯେତେବେଳେ ସାଧାରଣ ପରିବହନରେ ବହୁଳ ଭାବରେ ବ୍ୟବହୃତ ଡିଜେଲର ମୂଲ୍ୟ 79 ଟଙ୍କାରୁ ବୃଦ୍ଧି ପାଇ 382 ଟଙ୍କାରେ ପହଞ୍ଚିଛି। ପରବର୍ତ୍ତୀ ଖବର, ପ୍ରଧାନମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ। ମଧ୍ୟପ୍ରାଚ୍ୟରେ ଇରାନ ଇସ୍ରାଏଲ ଯୁଦ୍ଧ ଲାଗି ରହିଛି। 23 ଦିନରେ ଯୁଦ୍ଧ ପହଞ୍ଚିଥିବା ବେଳେ ତୈଳ ସଙ୍କଟ ଥମିବାର ନାଁ ନେଉନାହିଁ, ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି, ଯେଉଁଥିରେ ବରିଷ୍ଠ ମନ୍ତ୍ରୀମାନେ ଉପସ୍ଥିତ ରହିବେ। ବୈଠକରେ ଅଶୋଧିତ ତୈଳ, ଶକ୍ତି କ୍ଷେତ୍ର ଓ ସାରକୁ ନେଇ ଦେଶର ସ୍ଥିତି ବାବଦରେ ସମୀକ୍ଷା କରାଯିବ। ପରବର୍ତ୍ତୀ ଖବର, ଏୟାରଲାଇନ୍ କ୍ୟାବିନ କ୍ରୁଙ୍କ ପାଇଁ ଆସିଲା ବଡ଼ ନିୟମ, ଟିକେ ଓଜନ ଏପଟ ସେପଟ ହେଲେ କଟିବ ଦରମା। ଭାରତର ପ୍ରମୁଖ ଘରୋଇ ଏୟାରଲାଇନ୍ସ ଏୟାର ଇଣ୍ଡିଆ କ୍ୟାବିନ କ୍ରୁ ପାଇଁ ଏକ ନୂତନ ଫିଟନେସ୍ ନୀତି ଆଣିବାକୁ ଯାଉଛି। ଏହା ସିଧାସଳଖ ସେମାନଙ୍କ ଦରମାକୁ ପ୍ରଭାବିତ କରିପାରେ। ନୂତନ ନୀତି ଅନୁଯାୟୀ ଯେଉଁ କ୍ରୁ ସଦସ୍ୟଙ୍କ ବଡି
ମାସେ ଇଣ୍ଡେକ୍ସ ନିର୍ଦ୍ଧାରିତ ସୀମା ତଳେ ରହିବ ସେମାନଙ୍କୁ ଡ୍ୟୁଟି ତାଲିକାରୁ ବାହାର କରାଯାଇପାରିବ ଏବଂ ସେମାନଙ୍କ ଦରମା କଟାଯିବ। ଏହି ନୂତନ ନିୟମ ଗୁଡ଼ିକ ମେ 1 ତାରିଖରୁ କାର୍ଯ୍ୟକାରୀ ହେବ।